ଫିଲ୍ଡ ରେ ଥିଲି ଆଉ ଏପରି କାର୍ଯ୍ୟ କରିଛନ୍ତି ପରମେଶ୍ୱର। ମୁଁ ଛୋଟ ଥିଲି, ବଡ଼ ଲୋକମାନଙ୍କୁ ମୋର ଯେଉଁମାନେ ମୋତେ ଶିକ୍ଷା ଦେଉଥିଲେ ସେମାନେ ମୋତେ ଡାକିକିନା ବସେଇକିନା ମୋର ସହିତ କଥା ହେବାର, କେମିତି ବାକ୍ୟ କହୁଛୁ କହ ବୋଲି ସେମାନେ ମୋତେ ବାକ୍ୟ ବିଷୟ ପଚାରବା ବୋଲେ ପ୍ରଭୁ ମୋତେ ଏତେ ବ୍ଲେସେଡ୍ କରୁଥିଲେ ସେମାନେ ସହିତ ମୁଁ ବାକ୍ୟରେ ନାଇକି କଥାବାର୍ତ୍ତା ହେବା। ଆଉ ଯେତେବେଳେ ଫିଲ୍ଡ ଟ୍ରେନିଂ ଥିବାର ସେ ସମୟରେ ମୁଁ ପ୍ରାର୍ଥନା କଲେ ମାନେ ପରମେଶ୍ୱର ଏତେ ସୁନ୍ଦର ବ୍ୟବହାର କରୁଛନ୍ତି ନାଇଁ ସାତ ଭଉଣୀ ଯେ ସୁନ୍ଦରଗଡ଼ରେ ଗୋଟେ ମାଆଙ୍କୁ ସାତ ଭଉଣୀ ହିସାବରେ କରିକିନା ତାଙ୍କୁ ପୁରା ଗୁଣି ଗାଦି କରି ବାନ୍ଧି ଦେଇଥିଲେ। ସେ କିଛି ନହେଲେ 8-10 କିଲୋମିଟର ଦୂରରୁ ଚାଲି ଚାଲି ଗୋଟେ ବୁଢ଼ୀ ବା ଭୂତଗ୍ରସ୍ତ ଅବସ୍ଥାରେ ଚାଲି ଚାଲି ଯେତେବେଳେ ଆମେ ଇଭିନିଂ ପ୍ରାର୍ଥନା କରୁଥିଲୁ, ଇଭିନିଂ ପ୍ରାର୍ଥନାରେ ଆମେ କରୁଛୁ ତାଙ୍କେ ଆସି ବସିଲେ, ତାଙ୍କେ ଯେମିତି ବସିଲେ ମୋତେ ଗୋଟେ ଅଜୀବ ଫିଲ୍ ଲାଗଲା। ମୁଁ ସେଠି ବାକ୍ୟ ପ୍ରଚାର ମଧ୍ୟ ଆମେ 2 ଜଣ ଥିଲୁ। ସେ ଭାଇ ବାକ୍ୟ ପ୍ରଚାର କଲେ କି ଶୁଣୁ ମଧ୍ୟ ନଥିଲେ କ'ଣ ପାଇଁ ଆଉ ସେ ଭାଇ ମୋତେ ଉତ୍ସାହୀ ଦେଉନଥିଲେ 2 ଜଣ ଟ୍ରେନିଂ କରବାରୁ। ଆଉ ମୋତେ ଆକା ସବୁବେଳେ ଇଏ କର ବାକ୍ୟ ପ୍ରଚାର କରୁଛି ଆଉ ସେମାନଙ୍କର ସ୍ପିରିଟ୍ ଅନୁସାରେ ମୋତେ ଗୋଟେ ଅଜୀବ ଲାଗୁଥିବା କ'ଣ ଏମିତି ଗୋଟେ କ'ଣ ବୋଲି ତାର ପ୍ରାର୍ଥନା କଲୁ, ପ୍ରେଜ୍ ଦ ଲର୍ଡ ସମସ୍ତ କଲୁ। ମୁଁ ଯେତେବେଳେ ଘରେ ଆସୁଛି, ଘରେ ପଳାଇ ଆସି ଆମେ ରୋଷେଇ ଯାହା କରାଇଥିବ ରଖା ହେଇଥିଲା, ଖାଇବୁ କହିବା ଟାଇମ୍ରେ ଜଣେ ଆଇଲେ, ଜଣକୁ ଭୂତ ଲାଗିଛି କି ଆସ ପ୍ରାର୍ଥନା କରିଦିଅ ଗଲା। ଆଉ ସେ ଜାଗା ଏମିତି ଜାଗା କିଏ ଖ୍ରୀଷ୍ଟିଆନ ନଥିଲେ, ଗୋଟେ ଫ୍ୟାମିଲି, ଗୋଟେ ମା ପରିବର୍ତ୍ତନ ହେଇଥିଲେ, ତାଙ୍କର ପିଲା ଟକି କିଏ ପରିବର୍ତ୍ତନ ହେଇଥିଲେ, ଆଉ ଗୋଟେ ଫ୍ୟାମିଲି ମା ଝିଅ ପରିବର୍ତ୍ତନ ହେଇଥିଲେ, ସେମାନେ ସେତେ ପରିବର୍ତ୍ତନ ହେଇନଥିଲେ। ଆଉ ଆସି ଡାକଲେ ପ୍ରାର୍ଥନା କରିଦିଅ ବୋଲି ଖାଉଛୁ କହିବା କଥା ନାଇଁ ଖରାପ ଭାବିଲେ ଭାବନ୍ତୁ। ଗୋଟେ ଏରିଆ ଅଛି ପରେ ମୁଁ ନା କହିଦେ ବୋଲେ ମୁଁ କହିବି ସେ ଏରିଆର ଲୋକମାନେ ଏତେ ଖାଇବା ମାତ୍ର ସବୁ ପ୍ରଭୁ କାର୍ଯ୍ୟ କରନ୍ତି ହେଲା। ଖାଉଛୁ ସେ ଏରିଆର ଭାଇ ଆକା ମୋର ସହିତ ଅଛନ୍ତି, ଖାଇବାଟା ଏମିତି କରିଛୁ କହିଲାକୁ ମୁଁ ଆକୁଳ ବିକଳି ଛାଡ଼ିଦେଲି। ଆଉ ସେ ଭାଇ କହିଲେ ଯିବା ଭାଇ ପ୍ରାର୍ଥନା କରିଦେବା, ନାଇଁ ଟିକେ ଖାଇଦେବା ତାପରେ ଯିବା, ସେ ଭୂତ ଯିବ କି ନାଇଁ ବୋଲି ଜଣର ଡାଉଟ୍ ଥିବ। ଖାଇବାଟା ଛାଡ଼ିଦେଲି, ମୋତେ ଦରକାର ନାହିଁ ଗଲି ପ୍ରାର୍ଥନା କଲୁ। ସେ ଭାଇ ମଧ୍ୟ ଆଇଲେ, ମୁଁ ଯାଉଛି ବୋଲି କାହିଁ ବୋଲି ମୁଁ ଜାଣିଛି ପ୍ରଭୁ ମୋତେ ବ୍ୟବହାର କରୁଛନ୍ତି ବୋଲି ସେ ମୋର ପଛରେ ଆଇବ ଆସିଲା, ସେ ବି ଖାଇଲା ନାହିଁ ଛାଡ଼ିଲା, ଭୂତ ଛଡ଼ାଇଲୁ ବହୁତ ସୁନ୍ଦର 2ଟା ଏମିତି ହେଇଗଲା। ଗଲୁ ପିମ୍ପୁଡ଼ି ହେଇଯାଏ, ସେ ଭାଇ ମୋତେ ପୁରା ରିସା ଖାଇଯାଇଥିଲି ମାନେ ପରମେଶ୍ୱର ଏତେ ବ୍ୟବହାର କରୁଥିଲେ। ତାପରେ ମୋର ଜୀବନରେ ଆଣଥିଲା ପରାଜୟ, ହାରବାର ଜୀବନ, ମୁଁ ହାରିଗଲି ମାନେ ଏମିତି ହାରିଲି ମୁଁ ଆଉ ଉଠି ପାରିବି ନାହିଁ ବୋଧେ ବୋଲି ଭାବୁଥିଲି। ପରମେଶ୍ୱରଙ୍କୁ ଭଲସେ ଜାଣିଛି, ପରମେଶ୍ୱରଙ୍କ ବାକ୍ୟ ମୁଁ ବାଇବଲ ଅଧ୍ୟୟନ ଯେତେବେଳେ ଆମେ ବାଇବଲ ଟ୍ରେନିଂ କରୁଥିଲି ସମସ୍ତେ ଅନ୍ୟ ବିଷୟ କଥା ହେଉଥିବେ, ସମସ୍ତେ ବାହାରେ ଯାଉଥିବେ, ମୁଁ ଏକଲା ଯାଇକିନା ଗୋଟେ ବରକୋଳି ଗଛ ଥିବା ସେଠି ଯାଇକିନା ମୁଁ ବାଇବଲ ପଢୁଥିଲି। ଏମିତି ପ୍ରାର୍ଥନା କରବାର 3 ଦିନ ଲାଖା ନିର୍ଜଳ ଉପବାସ ମୋତେ ରହିବା, ଖାଇବାରେ ପୁରା ଦୁର୍ବଳ ହେଇଯିବାର। ଗୋଟେ ଦିନ ପଡ଼ି ମଧ୍ୟ ଗଲି, ପୁରା ଜୟ ଜୀବନ କାଟୁଥିଲି। ପରେ ଗୋଟେ ଏମିତି ମୁଭମେଣ୍ଟ ହେଇଗଲା ଯୁବା ଅବସ୍ଥା, ଏଇଟା ବହୁତ ପ୍ରାୟ ଲୋକ ଜାଣିନଥିଲେ। ମୋର ଯୁବା ଅବସ୍ଥାରେ ମୁଁ ଶୁଣିଛି ଗୋଟେ ଝିଅ ଲାଗେ, ମୋର ଜୀବନ ସେତେବେଳରୁ ହାରବାଟା ଷ୍ଟାର୍ଟ। ମୁଁ ଭାବୁଥିଲି ମୁଁ ଯେମିତି ହାରିଛି ମୁଁ ୟାର ଉଠି ପାରିବି ନା। ଲୋକମାନଙ୍କୁ ଯଦି କିଏ ଭୂତ ଲାଗିଛି କିଏ କହିଲେ ମୁଁ ଯିବି, ଯଦି ଛଡ଼ାଇବାକୁ ଯିବି ପ୍ରଭୁ ମୋତେ ସେତେବେଳେ ବ୍ୟବହାର କରୁଥିଲେ, ଏବେ ଯଦି କରିବି ଗଲେ ମୋତେ ଲଙ୍ଗଳା କରି ପଠାଇଦେବ ବାଇବଲରେ ଲେଖା ହେଇଛି। ମୁଁ ସେମିତି ପରାଜୟ ଜୀବନ, କାହାକୁ ଯଦି କଥା ହେବାର ମୋର କଥାରେ ଦମ ନଥିବାର, ବିଜୟ ଜୀବନ ନଥିବାର, ହେଲା ସବୁବେଳେ ହାରିଲା ପରେ ଆଗ ମାତ୍ର ପରମେଶ୍ୱରକୁ ମୁଁ ଧନ୍ୟବାଦ ଦିଏ, ସେ ପରାଜୟରେ ମଧ୍ୟ ଜୟ ଦେବା ପରମେଶ୍ୱର। ଏତିକି ମନେ ରଖନ୍ତୁ ଆଜିର ବିଷୟ ହେଲା ଯଦି ପରାଜୟ ଅଛ ସେ ଜୟ ଦେବା ପରମେଶ୍ୱର। ଭାବ ନାହିଁ ଆପଣ ମାନେ ହାରିଯିବ, କହୁଛି ପରା ଯେତେ ଜଣ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିଅଛ ସେମାନେ ଜୟ ଜୀବନ କାଟବାର ସନ୍ତାନ ମାନେ ଅଟନ୍ତି। ପ୍ରେଜ୍ ଦ ଲର୍ଡ। ବାଇବଲରେ ଆମେ ଦେଖୁଛୁ ଗୋଟେ ସ୍ତ୍ରୀ ହାରି ଯାଇଛି, ଲୋକମାନେ ଦେଖୁଥିବେ କହୁଥିବେ ଏ ଗୋଟେ ଖରାପ ଲେଡିଜ, ଏ ଗୋଟେ ପାପି ସ୍ତ୍ରୀ, আর କିଛି ନାହିଁ ବୋଲି ସେ ନିଜେ ଭାବୁଥିବ ମୁଁ ପୁରା ହାରି ଯାଇଛି। କାହା ପାଖେ କଥା ହେଇଗଲେ ମଧ୍ୟ କେମିତି କଥା ହଉଥିବ ମୁଣ୍ଡକୁ ପୁରା ତଳେ କରି ଯେତେବେଳେ ସେ ଯାଉଛି ପ୍ରଭୁ ଯୀଶୁଙ୍କ ପାଦ ତଳେ ବସୁଛି, ଅଶ୍ରୁ ସହିତ ତାଙ୍କର ପାଦ ଧରି ଦଉଛି, ସେତେବେଳେ ସବୁ ଲୋକ ସେତେବେଳେ ମଧ୍ୟ ଯାହାର ଘରେ ଯାଇଥିଲେ ସେ ବି କିଛି କହୁଛି ଏ କେମିତି ପରମେଶ୍ୱର କେମିତି ପ୍ରଭୁ ଏ ଜାଣି ପାରୁନାହିଁ କି ତାକୁ ଶୁଣୁଛି ଯେ ସେ ଗୋଟେ ପାପୀ
लोक आपमान को कोई पारंती तुम गोटे पापी तू किछि करि पारनु मात्र जते प्रभुଙ୍କର पाद तळे जाए सेते प्रभु कहते तो पाप सब क्षमा है गला सेते तुम जीवन स्टार्ट ही जीव जयर जीव आउ मोर पाके हार नाही काई कि मोर सब पाप मोर प्रभु क्षमा कर दे प्रेज द लॉर्ड नहीं आमे तो सब जानि तो सेना पे हम रेफरेंस करी पढाम नाही जहा लूक 7 अध्याय लिखा है रोगरे जोररे बार बार थकी जाऊ एंती कि आउ किछु करबार मध्य नै कि हमर टीम कोन कहबे समर्थन नै बोले आउ किछु करबार शक्ति मध्य नै सेंती आमे हारि जाई पैसा खर्च करबा कि अनेक विषय नै लोक 8:43 सेते बेले 12 वर्ष पर्यंत प्रदर रोगग्रस्त जने स्त्री लोक जे कि काहारी द्वारा सुस्थ होई पारि नथिला काहारी द्वारा आमे जानि छै तो नै अनेक वैद्य पा गला अनेक डॉक्टर तक गला कुछ से हारि जाई जीवन मोयारी भलो हेबी नै से हारि जाई छै मोयारी जो रोग रे पीड़ित अछि से रोग रु मते आउ के मुक्त करि पारबे नै से रोग रु मते के काढी पारबे नै से पूरा ये ला मात्र जते बेले गोटे जिंस अछि जणे अछि जे कि तुमको विजय जीवन दो जणे अछि जे कि तुमर सबुरु मुक्त करी तुमको चलाइबे सुस्थ देबे से होछि प्रभु यीशु ख्रीस्ट प्रेज द लॉर्ड से जते बेले सुनला तार विश्वास केनते विश्वास देखो से खाली पदे माने मु छुईबी सुस्थ होई जी हमर प्रभु यीशु शांति करवा जते बेले से छुची अनेक टंका खर्च करतिबो अनेक थोर चिंता हेतु अनेक राति जाको से कांदी थिबो अनेक थोर से भाबी तो मु केंती करबी मु सरी जीवी मरी जीवी बोली मात्र जते प्रभु आसुचंती जीवन रे तार लाइफ आउट थोर स्टार्ट हो जाय प्रेज द लॉर्ड तार जीवन आउट थोर स्टार्ट हो सेम विषय सेम थिंग 38 वर्ष रो से भी हारि जाइथिला से भी पूरा हारि जाइथिला जहा जोहन 5 रे लिखा है हमें जानि से पूरा हारि जाए से यार उठी पारो से जीवी बोली चेष्टा करूची लोक ता ओराई देई कि ना आगरे भारत एतकी मने रखंतु जे के हो रेस रे जाउ चंते तुमको काटी कि नाटा जीवा चेष्टा कर आमे ए रेस रे देखुछु अनेक लोक सुस्थ हेबा को जाउ चंते वर्षे 2 वर्ष लोक मिसा पानी रे डेउचन 38 वर्ष हैला ताको के गाड़ी नेबार लोक के हाथ धरि चलाइबा लोक नै कि नै कि ना टेकी फिंगबी बोली मिसा गोटे 2 लोक मिसा नाहन ताको देखु चंदी से हारी से मन रे एते दुख भाव भाई नथिबे कि भौणी नथिबे के नथिबे सब थिबे मात्र से पारु नै हारी जाई छी एंती तार समस्त ताको छाड़ी भार जाउ पछरे रहि जाय मात्र प्रभु कोन करे तो इच्छा अछि तो जितबा को इच्छा अछि कि जते प्रभु कोइले नै कि तो सब पाप खेबा से कि बेडू से सुस्त एकरा से चलला प्रेज द लॉर्ड मोर परिवार कथा जदि आमे हारि जाइछु प्रभु को कथा आमे जदि पड़ी जाइछु प्रभु को हाथ धरि कोंतु मते उठाओ बोली उठाइबे किछि न थाओ मात्र हृदय रे प्रभु थाओ चला पथरे अंधार थाओ मात्र दीप्ति हमर पाके थाओ लाइट ही मते किए न पचारो मते किए पचारु नान एंति कि मोर बापा मोर मां बहुत प्रेम करथबा स्त्री स्वामी नै मोर निजर भाई मोर रक्तर भाई मते पचार नै भाग लोग पचार तो गला प्राम बेसी सुनि नै किए न पचारो तोरे जीसु पचार तोरे मते पचार चलि जते बेला हमें गाउछ मधुर सुरो से बे कर छाड़ी बनी से केवल छाड़बे नै कि मन रो खाओ मोरता सेंटेंस के चेंज करो से केवल छाड़बे नै काई मोर जीवन रो साखी अछि मुई छाड़ी दी
କହିବାର ଅଛି ପ୍ରଭୁ ଛାଡ଼ିବିନି ହାତ ତୁମ ମୁଇଁ ଛାଡ଼ି ଦେଇଥିଲି କହୁଛି ପରା ମାତ୍ର ସେ ଥର ଦେଖୁଥିଲେ କେମିତି ହଉଛି କେମିତି ଭୁଲୁଛି କେମିତି କଦର୍ଯ୍ୟ କାମ ମାନେ କରୁଛି ମୋ ଟେଷ୍ଟିମନି ମାନେ ଶୁଣିବେ ଆପଣ ମାନେ ଛି ଗଲେ କହୁଛି ପରା ମଦ ପିକିନା ଗୋର ଚକଟି ହେଇଛି ହେଲା ପ୍ରଭୁ ଦେଖୁଥିଲେ ସେ ମୋତେ ଧରିଥିଲେ ମୋତେ ତାଙ୍କର ସନ୍ତାନ କରିଥିଲେ ମୋର ଯେଉଁ ବିଶ୍ୱାସ ଥିଲା ମୁଁ ଯେଉଁ ଯେତେବେଳେ ପ୍ରଭୁଙ୍କୁ ଗ୍ରହଣ କଲି ସେତେବେଳରୁ ମୋତେ ତାଙ୍କର ସନ୍ତାନ କରି ମୋତେ କେବେ ହାରବାକୁ ଦେଇଦେଲେ ହାରି ଯାଉଥିଲି ମାତ୍ର ସେ ମୋତେ ଏମିତି କୋଡ଼ାଇ ଆଣିଲେ ତୁ ୟାର ହାରବୁ ନାହିଁ କହିଲେ ଖାଲି ଏ ଜଗତ ନାହିଁ ଆମର ଚିନ୍ତାଧାରା ଆମର ଆପଣ ଜାଣି ରଖନ୍ତୁ ଆପଣ ଯେତେ ମିଶା ଚେଷ୍ଟା କଲେ ଜଣେ ଆସି କହୁଥିବ ତୁ ୟାର ପାରବୁ ନାହିଁ ଜଣେ ଆସି କହୁଥିବ ତମକୁ ବସାଇ ଦେଉଥିବ ତମେ ଉଠିବ ଗୀତ ଗାଇବି ବାକ୍ୟ କହିବି କାହା ସହିତ 2 ପଦ ସେୟାର କରିବି ବୋଲେ ଜଣେ ଆସି କହୁଥିବ ତୁଇ କହିପାରବୁ ତୁ କୋଉ ହିସାବରେ କହିପାରବୁ ତୋ କଥା କହି ଜଣା ତୋ କଥା କହି ଜଣା ନାହିଁ ତୋ ଗୀତ ଗାଇ ଜଣା ତୋ ସ୍ୱର ଅଛି ନାହିଁ ତୁ ଲିଡ୍ ଗୋଟେ କରିପାରବୁ କି ତୁଇ ଏତେ ଜଣା ଆଗରେ ଛିଡ଼ା ହେଇକିନା ଗୀତ ଗାଇବାଟା ସହଜ କଥା ଜଣେ କହୁଥିବ କିଏ ଜାଣିଛ ହାରଲା ବ୍ୟକ୍ତି କହୁଥିବ କିଏ ହାରିଛି ଜାଣିଛ ଜଣେ ହାରିଛି ହେଲା ସେ ଆସି ତମକୁ ଜିତବାକୁ ଦେବ ନାହିଁ ସାଙ୍ଗରେ ଧରି ଯିବାକୁ ଚାହିଁବ ମୁଇଁ ହାରିଛି ତୁଇ ବି ହାରେ ହାରିକିନା ଆମେ 2 ଲୋକ ଯିବା ବୋଲେ ମାତ୍ର ଧନ୍ୟ ସେଇ ପ୍ରଭୁ ଆମମାନଙ୍କୁ ଜୟ ଦେଇଛନ୍ତି ଧନ୍ୟ ସେ ଆମମାନଙ୍କୁ ଜୟ ଦେଇଛନ୍ତି ଯଦି ସେ ଜୟ ଦେଇ ନଥାନ୍ତେ ଆମେ ହାରି ଦେଇଥାନ୍ତେ ଆମେ ପୁରା ହାରିକିନା ଆମେ ରହି ଯାଇଛନ୍ତି ଦେଖ କଲୋସିୟ 2 समस्त आधिपत्य और कर्तापणर अस्त्रशस्त्र छड़ाई पुणी विधि विधान आम्भମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରି ଦେଇଅଛନ୍ତି ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନ ପୂର୍ବକ କ୍ରୁଶରେ ବିଜୟ ଯାତ୍ରା କରିଅଛନ୍ତି ତାକୁ ଏଟା ଗୋଟେ କହିବାର ଅଛି ଏଟା ହଉଛି ତାର ପାଇଁ ଆନ୍ସର ଯେତେବେଳେ କହିବ ତୁ ହାରଲୁ ବୋଲିକିନା କହିବ ତୁଇ ହାରିଛୁ କି ମୁଁ ଏଇଟା ଯେତେବେଳେ ପଢୁଥିଲି ମୋତେ ବହୁତ ସୁନ୍ଦର ଲାଗିଲା ପ୍ରଭୁ ତମେ କେମିତି ଜିତିଛ ଦେଖ ଲୁଚିକିନା ଜିତିଲେ କି ଲୁଚିକିନା ଆମର ପ୍ରଭୁ ଜିତି ନାହାନ୍ତି ତାର ଯେତିକି ଶକ୍ତି ଥିଲା ତାର ଅନ୍ଧକାର ଶକ୍ତି ତାର ଯେତିକି ନାଇଁ କି କ୍ଷମତା ଥିଲା ତାର ଅସ୍ତ୍ର ଶସ୍ତ୍ର ଥିଲା ଯୋଉଟାରୁ ଆମମାନଙ୍କୁ ମାରବାକୁ ଚାହୁଁଥିଲା ସେ ସବୁ ଝିକିକିନା ସେ ସବୁ ଛଡ଼େଇକିନା ସେଇ ପରମେଶ୍ୱର ପ୍ରକାଶରେ ସେମାନଙ୍କର ନେଇକି ପ୍ରକାଶରେ ପ୍ରଦର୍ଶନ ପୂର୍ବକ କ୍ରୁଶରେ ପ୍ରକାଶରେ ଲୁଚି କରି ଯାତ୍ରା କରୁନାହାନ୍ତି ବିଜୟ ଯାତ୍ରା ଆଉ ସେଇ ପ୍ରଭୁ ଆମମାନଙ୍କୁ ଜୟ ଦେବାର ପରମେଶ୍ୱର ସେଇ ପ୍ରଭୁ ଆଜି ଯଦି ତମକୁ ଛିଡ଼ା ହେବାକୁ ଡର ଲାଗୁଛି ଆମ ପିଲାମାନେ କହୁଥିଲି ସନ୍ଡେ ସ୍କୁଲ ପିଲାମାନେ ଇଚ୍ଛା ନଥିବ କି ତାଙ୍କୁ ବି ବ୍ୟବହାର ହେବାକୁ ଇଚ୍ଛା ମିଶିକି ଗାଇବାକୁ ଇଚ୍ଛା ମାତ୍ର ଭିତରେ ଯୋଉଟା ଥିବ ନାହିଁ କି ସେ ଦବାଇ ରଖି ଦଉଥିବ ବସାଇ ଦଉଥିବ ମାନେ जो इच्छा को आमे प्रकाश करबा को परमेश्वर सहित आमे प्रार्थना कला बेले प्रभु कथा हेबे सेटा मुई कहबी बोला बेले से आसबो आरि कहबो तू पारबो नै बोले ताकू कहबार अछि तुई हारि छुनी रसिदेबी प्रेज द लॉर्ड कहबार अछि प्रार्थना करबार अछि डायरेक्ट कहबार अछि आजि आरि मुई हारबी नै मुई जितबी काहे कि ना मोर प्रभु जितिछ प्रेज द लॉर्ड हालेलुया प्रभु को नाम धन्य हो प्रेस किए हवा बहुत सुंदर लागो वाक्य काहे कि ना वाक्य जते बेले कुआ जाए यदि वाक्य पवन रे भारी जाउसी बोले इके ख्याई थिबा लोक व्यवहार नाही बोले मु सब बरे आसे कि ना दुई पद भड़ भड़ी देई कि ना घर स्टोरी बाहर स्टोरी ने विषय बाइबल कोई दे केते लोक सियाडे चिमरा ही कि ना ढुल ढुल होथिबे के जण उठी भारी जाउथि मते बहुत दुख लागुथि मु सब बेले चेष्टा करे के जदि कोन कहउचंती मु सुनुथिबी आ रखुथिबी मने रखुथिबी कोन बोलो कोन ये आ प्रभु कथा कहे आमे जते बेले चिंता रे थाओ नहीं चिंता रे हाथ जाओ प्राय लोग आजकल कोन चिंता रे हाथ
ଫିଲିପିଓ 4 5 ତୁମମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ। ପ୍ରଭୁ ନିକଟବର୍ତ୍ତୀ। 6 କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ମୁଁ ଏ ବାକ୍ୟ କାହିଁକି ଇଏ କଲି କୋଟ୍ କଲି ଆମର ଚିନ୍ତା କିସ୍ କରିଥାଉ ଅନ୍ୟ ଲୋକ କହି ଆମେ ହାରିଥାଉ କି ମନେ ରଖିଥାଉ ଅନ୍ୟ ଲୋକ କେମିତି ଲୋକ ଯେଉଁମାନେ ନାଇଁ କି ଆମର ସୌଭାଗିଦାର ବି ନଥିବେ ସେମାନଙ୍କୁ କହି ଆମେ ହାରୁ ସେମାନେ ଦେଖୁଥିବେ ଏ ପ୍ରାର୍ଥନା ଯାଉଛି ଏ କହୁଥିଲା ପରା ଆର ଅଭାବ ହେବ ନାହିଁ ଏ କହୁଥିଲା ପରା ଆର ପ୍ରତିପାଳକ ପରମେଶ୍ୱର ଏହା ଏବେ କହୁଛି ବୋଲି ଲୋକମାନେ ନାଇଁ କି ଆମକୁ ହାରବାଟା ସବୁ ହେଲା ମାତ୍ର ପରମେଶ୍ୱର କହୁଛନ୍ତି ଧନ୍ୟବାଦ ଯେତିକି ଚିନ୍ତା ଅଛି ଯେତିକି ତମର ଚିନ୍ତା ଅଛି ଆଣ୍ଠୁ ମାର ପ୍ରାର୍ଥନା କର ସେ ମୁକ୍ତ କରିବେ ପ୍ରେଜ୍ ଦ ଲର୍ଡ ନିଶ୍ଚୟ କୌଣସି ବାହାର ଲୋକ ତମର ଚିନ୍ତା ମୁକ୍ତ କରିବେ ନାହିଁ ତମେ ଚିନ୍ତାରେ ଥିବ କଣ ହେଲା ଭାଇ ଚିନ୍ତା ବୋଲେ ଚିନ୍ତା ମୋର ଚିନ୍ତା ମୋର ପରମେଶ୍ୱର ଜାଣ ମୁଁ ମୋର ସାଙ୍ଗମାନ ସହିତ ମିଶିଲା ବେଳେ ମୁଁ ସବୁବେଳେ କହେ ମୁଁ କେବେ ମୋର ଅଭାବ ଜଣାଏ ନାହିଁ ଘରେ କିଛି ନଥିବ ମାତ୍ର ମୁଁ ଯେବେରୁ ପରମେଶ୍ୱରଙ୍କୁ ପାଇଲି ମୁଁ ସେବୁରୁ ମୁଁ ପଇସା ବି ଭଲ କମାଉଛି ମୋର ଘରେ ଶାନ୍ତି ବି ଅଛି ମୁଁ ଦୁଇ ଭଲ ଖାଉଛି ତାଙ୍କ ମାନେ ଦେଖିବେ ମୋତେ ସମାନ ଟାଇମ୍ ହେଲେ ମୋତେ ଫୋନ୍ କରିବେ ନାହିଁ ଜାଣି ଦେଇଛନ୍ତି ସନ୍ଧ୍ୟା ହେଲେ ନଥିବ ପ୍ରାର୍ଥନା ଥିବ କରାବ ଜାଣିଛନ୍ତି ଧୀରେ ଧୀରେ ସେମାନେ ବି ଆକର୍ଷଣ ହେଉଛନ୍ତି ଆଟ୍ରାକ୍ସନ୍ ହେଉଛନ୍ତି ନାଇବାଙ୍କର ପଡ଼ିଆ ଆଗରେ କେମିତି ଖାଲି ଚିନ୍ତା ନାଇଁରେ ଚାଉଳ ନାଇଁରେ ପଇସା ଟିକେ ଦେବେ 1000-2000 ଚାଉଳ ଟିକେ ପକାଇ ଦେବୁ ଖାଲି ଚିନ୍ତାରେ ସେମାନଙ୍କୁ କଥା ହେଇ ହାରବା ଜୀବନ ଦେଖାଉଥିଲି ଆଉ ଏବେ ବି ଯଦି ମୁଁ ସେମାନଙ୍କୁ ସେ କଥା କହିବି ଆପଣମାନେ ହାରିଯିବେ ଆପଣଙ୍କୁ ଶୈତାନ ନାଇଁ କି ଚର୍ଚ୍ଚ ଆଇବାକୁ ପ୍ରାର୍ଥନା ଆଇବାକୁ ଦେବ ନାହିଁ ଭାନ୍ଦି ଦେବ ସେମାନେ ସହିତ ନ କଥା ପରମେଶ୍ୱର କଥା ହେବା ଆଉ ଏତିକି ମନେ ରଖନ୍ତୁ ଆମର ପରମେଶ୍ୱର ମଧ୍ୟ କାର୍ଯ୍ୟକାରୀ ପରମେଶ୍ୱର ଯୋଗାଇ ଦେବେ ବୋଲି ଏ ଅନୁସାରେ ଆପଣ ଘରେ ବସି ପ୍ରାର୍ଥନା କରି ଘରେ ଆଗ ବସି ନଥାଉ କେତେ ଜଣକୁ ମୁଁ ଦେଖିଛି ସେମାନେ ଘରେ ବସି ପ୍ରଭୁ ଯୋଗାଇବେ ବୋଲି ବସିଥିବେ ଆମର ପରମେଶ୍ୱର କଣ ଉତ୍ତମ କୃଷକ କେମିତି କାହାର କାମ କରିବେ ସୂଚାଇ ଦେବେ ତମମାନଙ୍କୁ ବସିଥିଲେ ଘରେ ଏଇଟା ଅନ୍ୟ ଆଡେ ମାନେ ଯଦି ଚିନ୍ତାରେ ଅଛ ତୁମେ ପ୍ରାର୍ଥନା କର ସେ ଚିନ୍ତାରୁ ମଧ୍ୟ ତମେ ଜୟ ପାଇବ তোমার জীবনরে চিন্তা যদি হারাউছি হারি যাউছ চিন্তারে যদি বাহারি পারুন বসি দউছ মুই আর পারু নাই মতে শক্তি হউ নাই তুমি ধন্যবাদ সহিত থরে প্রার্থনা করে দেখো মুক্ত হব সে রাস্তা দেখাইব সে কাম যোগাইব প্রত্যেক জায়গায় যদি প্রার্থনা করব প্রভু মুই এবে অভাবরে অছি কে গোটে ফোন করবে আমার ঘরে গোটে হোল্ডর খারাপ হয়েছে বিশ্বাস করন্তু কে গোটে ফোন করবে মোটর খারাপ হয়েছে আসো বনাই দিও কাম যোগাইবে পয়সা যোগাইবে কাম যোগাইবে পয়সা কে বনাইছে পয়সা লোক মান বনাই মাত্র পরমেশ্বর আমার সবু কিছু আবশ্যক যোগাইবার পরমেশ্বর প্রেজ দ লর্ড চিন্তার মুক্ত হেবার অছি পরমেশ্বরଙ୍କ পাখে আসো আଣ୍ଠୁ মার প্রার্থনা করো সে রাস্তা দেখাইবে সে পথ সত্য কর সে সৎ পথ দেখাইবে কো রাস্তারে গলে তো তুই বঞ্চি পারু কো রাস্তারে গলে তুই উঠি পারু কো রাস্তারে গলে তুই জয় হেবু সে সবু সে পরমেশ্বর দেখাইবে হারি যাইতিবা জীবনକୁ সে উঠাইবা পরমেশ্বর প্রেজ দ লর্ড মুই হারি যাইতি মো বদর্য জীবন থিলা মোর লাস্ট টেস্টিমনি আপন মান কাট কই না মোর লাস্ট টেস্টিমনি যেতବେଳେ মোর ঠিক মই নাই কি মতে যেতବେଳେ দানা খাউতিলি সে খাইবি বলা মোর চাপড়া বাজলা মোর চেতনা না আমার ভাইবা একা জানিছি সুনীলর পুଅର জন্মদিন ବହୁତ মদ ପିଇଥିଲି ପୁରା ମଦ ପିଇଥିଲି ଦାୟିତ୍ୱ କିଛି ନାହିଁ ଖାଲି ମଦ ପିଇଥିଲି ବଡ଼ ଭାଇ କହିଲେ ତୁ କାହିଁକି ଏମିତି ମଦ ପିଇ ବୁଲୁଛୁ ତୋ ଦାୟିତ୍ୱ କିଛି ନାହିଁ ଭାଇ ରହେ ମତେ ନିଶା ଲାଗିବ ଘରେ ଆଦି ମଦ ଆଣେ ଘରେ ବସି ପିଇଲି ପିଇଲି ତ ପିଇଲି କେତେ ବନ୍ଧୁମାନଙ୍କୁ ଡାକିଲି ବଜେଇ ଭିତରେ ଆରେ ମୁଁ ଶୋଇଛି ବାନ୍ତି ଉଚାଳି ସେତେବେଳେ ଗୋଟେ ଚାପଡ଼ା ବାହାରିଲା ଏତେ ନିଶା ବଡ଼ ଭାଇ মত চেতনা মোর পরমেশ্বর মতে কেমতি গোড়াই দেবে মোর পরমেশ্বর মতে কেমতি রখবে
ମୁଁ ଖୋଜି ବୁଲୁଥିଲି ମୁଁ ଖୋଜି ବୁଲୁଥିଲି ସୌଭାଗିତା ମୁଁ କେମିତି ପ୍ରାର୍ଥନା ଯିବି କାହିଁକି ଆମର ଘରେ ଯେଉଁ ସୌଭାଗିତା ଚାଲିଥିଲା ତାଇରେ ମୁଁ ବଢ଼ି ପାରିବି ନା ବୋଲି ମୁଁ ଜାଣିଥିଲି କାହିଁକିନା ମୁଇଁ ପ୍ରାର୍ଥନା ଚାଲିଲା ବେଳେ ଘର ଭିତରେ ମୁଇଁ ଥିବା ମୁଇଁ ଶୁଣୁଥିବା ହେଲା ବାର ବାର ହାଲେଲୁୟା କହିଲେ ନାଇଁ କି ଲୋକ ପରିବର୍ତ୍ତନ ହେବେ ନାହିଁ ମୁଁ ଜାଣିଥିଲି ମୁଇଁ କିଛି ଚେଞ୍ଜ ହେଇପାରିବି ନାହିଁ ହେଲା ମୁଁ ବସି ଯେତେବେଳେ ଜୁଆ ଖେଳୁଥିଲି ବୁଝାଇ ନୂଆ କହିଲେ ପ୍ରାର୍ଥନା ଏମିତି ସପ୍ତାହ ଆସେ ମୁଁ ମନରେ ଖୁସି ହେଲି ମୁଁ ମନରେ ଆନନ୍ଦ ହେଲି ମୁଁ ଯୋଉଟା ଖୋଜୁଥିଲି ମୁଁ ଯୋଉ ରାସ୍ତା ପାଇଁ ଖୋଜୁଥିଲି ମୁଁ ସେ ହାରି ଯାଇଥିବା ରାସ୍ତାରେ ମୋତେ ପ୍ରଭୁ ଆରି ଥର ଡାକିଲେ ମୁଁ ଯୋଉ ହାତ ଛାଡ଼ି ଦେଇଥିଲି ସେ ହାତ ବଢ଼ାଇ ମୋତେ ଝିକି ଆଣିଲେ ଆଉ ମୁଁ ଚାହୁଁନାହିଁ ହାରବା ମୁଁ ଯେତେ ପରିସ୍ଥିତି ଖରାପ ହେଲେ ମଧ୍ୟ ମୁଁ ଆଣ୍ଠୁ ମାରୁଛି ମୁଁ ପ୍ରାର୍ଥନା କରୁଛି ପ୍ରଭୁ ମୁଁ ୟାର ପାରୁନାହିଁ ମୁଁ ଚାଲି ପାରୁନାହିଁ ପ୍ରଭୁ ମୁଁ ଏତେ ପରିସ୍ଥିତି ହେଇଯାଇଛି ମୋର ମୁଣ୍ଡରେ ଏତେ ବୋଝ ହେଇଯାଇଛି ମୁଁ କାମ କରିବି ନା ପ୍ରାର୍ଥନା କରିବି ନା ଏଇଠି ଏଟା ଯୋଗାଇବି ଚାରିଆଡ଼େ ମୋର ମୁଣ୍ଡ ପୁରା ବିଞ୍ଚି ଯାଇଛି ମାତ୍ର ମୁଁ ଧନ୍ୟବାଦ ଦିଏ ମୋର ବଡ଼ ଭାଇଙ୍କୁ ମଧ୍ୟ କହିଦେଇଛି 6ଟା ପରେ ମୁଁ ୟାର ହେଇଯାଉଛି ମୁଁ ପ୍ରାର୍ଥନା ଏବେ ମଧ୍ୟ ଆସିବା ଆଗରୁ ମୋତେ କେତେ ବୋଝ ଦିଆହେଇଛି ଏ କାମ କରବାର ସେ କାମ କର ମାତ୍ର ମୁଁ ଜାଣିଛି ଶୁକ୍ରବାର ଦିନ ଆମର ପ୍ରାର୍ଥନା ହେବାର ଅଛି ବୋଲି ହେବାର ଅଛି ପ୍ରେଜ୍ ଦ ଲର୍ଡ ମୁଁ ଆସିଲି ପ୍ରାର୍ଥନା କର କ'ଣ କଲେ ମୋତେ ମୁଁ ପ୍ରାର୍ଥନା ସରିଲା ପରେ ସବୁ କାମ କରିବି ସିନା ମୁଁ ସେ ପରାଜୟ ଜୀବନରେ ଆଜି ଯିବି ନାହିଁ ଆପଣ ଧନରେ ଯଦି ମାରିଦେବେ ଆପଣ ହାରିଯିବେ ଜାଣିଥାଉ ଧନରେ ଯଦି ବାୟା ହେବେ 10 ଟଙ୍କା ପାଇଁ ଟଙ୍କାଟି ପାଇଁ ନାକି ଆପଣ ହାରିଯିବେ ମାତ୍ର ଯେତେବେଳେ ପରମେଶ୍ୱରଙ୍କୁ ବାୟା ହେଇଯିବେ विश्वास करंतु आपण सबु जगार जितबे प्रेज द लॉर्ड सबु जगार जितबे द्वितीय कोरिन्थियो 2:14 କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ ସେ ସବୁବେଳେ ଆମ୍ଭମାନଙ୍କୁ ଘେନି ଖ୍ରୀଷ୍ଟଙ୍କ ଠାରେ ବିଜୟ ଯାତ୍ରା କରୁଅଛନ୍ତି ଆଉ ସବୁ ସ୍ଥାନରେ ତାହାଙ୍କ ଜ୍ଞାନ ରୂପ ସୁବାସ ଆମ୍ଭମାନଙ୍କ ଦ୍ୱାରା ପ୍ରକାଶ କରୁଅଛନ୍ତି बहुत सुंदर लगे ए विषय माने आका आम्मान को आवश्यक केते केते बेले ए विषय धरि रखबार सबु बेले मोय मु कहली परा मु आउ हारबी नै बोली आका चलबार काई कि जे जय करिचंती जे जय जार अधिकार तार नेकी पुत्र संतान आमे से आमानकर प्रभु अटंती के मोर प्रभु जीशु सबु किछि जीति चंती से आमानकर प्रभु अटंती आर से सबु बेले केबे केबे नाही जर दुका हेले नाही खाली जर दुका हे गले आका प्रभु नाही खाली अभाव हेले आका सदा प्रभु जगांती बोली नाही से सबु बेले हम जिताइबार परमेश्वर प्रेज द लॉर्ड हमर हारवा जीवन को जिताइबार परमेश्वर से अट आउ गोटे कथा जदि कु भाई मोर विषय कहि देला मुई हारि जी केबे हारबो नै आपन मने रखिबा आपन सहित प्रभु अछन आपन को जदि अन्य जने के जदि आपनकर भाई विरुद्ध रे आसी कहउचंती से एंती सेंती बोल ताकू गोटे विषय कहबो दूर हो शैतान काहे कि से तो हारुची तुमको भी हारबा खुलो एतकी मने रखि ताऊ का हम जितबार सदा सर्वदा जे जू प्रकार को जे जेंती को पाउल केंदी कहले अभाव रे हो गने किछि न थाउ दुर्दशा थाउ जेंती ताड़ो न थाउ जूटा थाउ मात्र आनंद रे सहित से जाउ जदी परमेश्वर सहित चालू चलो भाई मान प्रभु जेंती परिस्थिति थाउ लोक मारी मिसा दे थाउ तो घरे नै कि भांदी कि ना रोकी दिले भी हमर मंडली सिटी थिबो हम कृष्णकर मंडली तुमको भांदी कि ना रोकी देथिले मिसा आमे विजय जीवन काटिबा मु प्रभु को धन्यवाद दे से आमान को विजय जीवन दे आगर जीवन देखो एवर जीवन टिके होला केंती लागो बढ़िया लागो छी कि ना एटा विजय जीवन आगर जीवन आमे जदी देखबो मुई हम माने तो जेंती काम करछु अनेक प्रकार घरे जीवो अनेक प्रकार लोक सहित बसि से मानो जो प्रकार लैंग्वेज थिबो सेटा सुनु सुनु पूरा मुंड फाटी जीवा कानो चुटी हे करे लाग से मानो लैंग्वेज से मान को मु तो डायरेक्ट कहबे मोर गुगट पार्टी गटे एंते प्रभु देचंती मु कुटा रखबी नै तो लैंग्वेज एटा की भाषा कहू एटा ठीक नै से जीवन भल लागुतिला जो पार्टी रे भाषा जोटा मु कहूची मोर पार्टी रे सेटा 100 थर 100 थर की दुईटा कथा कहबा को
केते थर बार से वार्ड एबे से वार्ड सुनले पराजय जीवन रो वार्ड पड़ला छी पड़ला छी एटा गोटे सेंती परमेश्वर हमर से उद्धार करबार परमेश्वर से हमको विजय जीवन देवार परमेश्वर विश्राम नहीं शांति नहीं बोले 11:28 रे कहती आसो विश्राम ले मुई हारी जाउची मुई आ पारबी नाही मोर शक्ति नाही मुई विजय जीवन रे चाली पारबी नाही मोर तो किछि बळो नाही बोले से विश्राम दे चलाइबार परमेश्वर प्रेज द लॉर्ड किछि चिंता नाही चिंता काय माने परमेश्वर रो वाक्य एते सुंदर शक्ति दे पढ़वार बुझवार सुनवार निश्चय कहबी जय जीवन से पराजय जीवन रे मोर मु हारी जाइथिबा जीवन रे से जय देला परमेश्वर तंते प्रेज द लॉर्ड आउ आमे हारवा काई जे हमर सहित अछंती से हारवा को देवा परमेश्वर से सदा सर्वदा जय देवा विक्टर देवा परमेश्वर सबुर मुह देखो हमर मुह देखो कि हारला पड़ी अछि घरे किछि नथिबो पंचा मर्च सहित लुण पखाल खाइके बाहर बाहरी लोक देखबे एमाने ओरी केंती चलुचंती सेटा हमकु जड़ा हमर परमेश्वर हमकु सिखाइछ प्रत्येक जगह रे चलवार प्रत्येक समय रे विजय देवार प्रति समय रे जय यात्रा चलाइबा परमेश्वर से अट केबे हारंतो तुम भाबुतो मुई आ जीवी नाही मु मते जेंती कथा मु सुनुची मुई आ प्रार्थना बसी पारबी नाही मु जेंती कथा सुनुची मुई हारी गलिणी मुई पछरे रही गलिणी भाई माने आगरे चाली केबे नाही खाली शुणुथिलु परा तावर पाखे मुखा पेका नाही मने रख सबु आवे समान से भाई एते ब्लेसर से ये व्यवहार होती से भाई एते ब्लेसर से ताकर घर पूरा शांति रो अछि से भाई ऐसे ब्लेसर तार काम रे पूरा परमेश्वर आशीर्वाद करना है परमेश्वर रो योजना परमेश्वर रो आशीर्वाद हम मान को समस्त आशीर्वाद करबा समस्त को ब्लेसड करबा समस्त को ताकर पथरे चलाई नेबा को जेतबेला हम पहुंची जबु हमर जीवन जाता है सेतबेला परमेश्वर को एमे एहा मुचाओ प्रेज द लॉर्ड सेतबे सबु बेले तुम चिंता को परमेश्वर ठारे रखंतु तुमर जेतकी अभाव परमेश्वर ही पूरण करबे हमर चिंता रो बाहर एक कथा कहबार परमेश्वर से अटते जदि हारी जाइछु आंठू मारबा प्रार्थना करबा कहबा प्रभु मते एबे जय दरकार एबे तुम जस्ट कहबो प्रभु मते एबे जय दरकार प्रभु मु चाहूची मु जानिची मु तमर संतान मु विश्वास करूची मु तुम ग्रहण करूची बोली तुम कहबो